ସାଙ୍ଗମାନେ ଜୀବନରେ କେବେ ନା କେବେ କାହା ଦ୍ୱାରା କିଛି ନା କିଛି ପାପ କାର୍ଯ୍ୟ ହୋଇଯାଇଥାଏ। କାହାର ଜାଣତରେ ହେଉ ତ କାହାର ଅଜାଣତରେ ଲୋକମାନେ ପାପ କରି ବସିଥାନ୍ତି। ହେଲେ ଜୀବନରେ କରୁଥିଲେ ଏହି 6ଟି ପାପ କେବେ ବି କ୍ଷମା କରିବେନି ପ୍ରଭୁ ମହାଦେବ। ସାଙ୍ଗମାନେ ଯଦି ଆପଣମାନେ ନିଜ ଜୀବନରେ ଏହି 6ଟି ପାପ କାର୍ଯ୍ୟ କରୁଛନ୍ତି ତାହେଲେ ପ୍ରଭୁ ମହାଦେବ କେବେ ବି ହେଲେ ତୁମକୁ କ୍ଷମା କରିବେ ନାହିଁ। ତୁମ ଜୀବନରେ କେବେ ବି ହେଲେ ତୁମେମାନେ ଖୁସିରେ ରହିପାରିବ ନାହିଁ ଯଦି ଏହି 6ଟି ପାପ ତୁମେମାନେ ଜୀବନରେ କରୁଛ। ସାଙ୍ଗମାନେ ଆଜିକାଲିର ଲୋକମାନେ ଜାଣି ଜାଣିକିରି ପାପ କରୁଛନ୍ତି, ଅଜାଣତରେ ମଧ୍ୟ ପାପ କରୁଛନ୍ତି। ସେମାନେ ଜାଣୁଛନ୍ତି କି ମୁଁ ଏ ଯେଉଁ କାମଟି କରୁଛି ସେ ମୋ ପାଇଁ ପାପ ହେବ, କିନ୍ତୁ ତାପରେ ମଧ୍ୟ ସେମାନେ ଜାଣି ଜାଣି ସେହି ପାପ କାର୍ଯ୍ୟକୁ ସବୁ ସମୟରେ କରିଚାଲିଛନ୍ତି। ସାଙ୍ଗମାନେ ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ତ୍ରିଦେବଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଟନ୍ତି ମହାଦେବ, ଯାହାଙ୍କ ପୂଜା ପୁରା ସୃଷ୍ଟି କରିଥାଏ। ଭଗବାନ ଶିବ ଯେତେବେଳେ ପ୍ରସନ୍ନ ହୋଇଥାନ୍ତି ତେବେ ସେ ଭୋଲାନାଥ ଅଟନ୍ତି ଓ ଯେତେବେଳେ କ୍ରୋଧିତ ହୁଅନ୍ତି ତେବେ ପ୍ରଳୟ ଆସିଥାଏ। ଏଥିପାଇଁ ମଣିଷକୁ ସବୁବେଳେ ସେହି କାମ କରିବା ଆବଶ୍ୟକ ଯାହା ପୁରା ଠିକ୍ ଅଟେ ଏବଂ ସେଥିରେ ପାପର ମିଶ୍ରଣ ଜମାରୁ ନଥିବା ଆବଶ୍ୟକ। ନହେଲେ ମହାଦେବ କେବେ ବି କ୍ଷମା କରିବେ ନାହିଁ। ଶାସ୍ତ୍ରରେ କିଛି ଏମିତି କଥା କୁହାଯାଇଛି ଯେଉଁ କାମ କରିବା ପାପ ହୋଇଥାଏ, ଯଦି ମହାଦେବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଚାହାନ୍ତି ତେବେ ସେହି ପାପ ନିଜ ଜୀବନରେ କରନ୍ତୁ ନାହିଁ, ନହେଲେ ଆପଣଙ୍କର ସୁଖୀ ଜୀବନ ନର୍କ ହୋଇଯିବ। ଶିବପୁରାଣରେ କାର୍ଯ୍ୟ, ବ୍ୟବହାର ଏବଂ ଚିନ୍ତା କରି କରାଯାଇଥିବା ପାପ ବିଷୟରେ ବର୍ଣ୍ଣନା ଅଛି। ଏମିତି ପାପ କରିବା ଦ୍ୱାରା ମଣିଷ ଶିବଙ୍କ କୃପାରୁ ବଞ୍ଚିତ ହୋଇଥାଏ ଏବଂ କେବେ ବି ସୁଖୀ ଜୀବନ ବ୍ୟତୀତ କରିପାରିନଥାଏ। ସାଙ୍ଗମାନେ ଆପଣମାନେ ଯାହା ବି ଚିନ୍ତା କରନ୍ତି ତାହା ଈଶ୍ୱରଙ୍କୁ ଜଣାଥାଏ। ଏଥିପାଇଁ ଆପଣ ନିଜ କଥା ଏବଂ ବ୍ୟବହାରରେ କାହାରିକୁ କ୍ଷତି ପହଞ୍ଚାଇ ପାରିନଥାନ୍ତି, କିନ୍ତୁ ଯଦି ମନରେ କାହା ପାଇଁ ଖରାପ ଚିନ୍ତାଧାରା ଆଣିଥାନ୍ତି ତେବେ ତାହା ପାପର ଶ୍ରେଣୀରେ ଆସିଥାଏ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି ପାପ ଯାହା ଆପଣଙ୍କୁ କରିବା କଥା ନୁହେଁ, ଯାହାଦ୍ୱାରା ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହେବେ। ସାଙ୍ଗମାନେ ତ ଚାଲନ୍ତୁ ଭଲ ଭାବରେ ଜାଣିନେବା କ'ଣ ସେହି ସବୁ ଜିନିଷ ଯାହା ଆମେ କରିବା ଦ୍ୱାରା ପ୍ରଭୁ ଶିବଶଙ୍କର କ୍ରୋଧିତ ହୋଇଥାନ୍ତି। ପ୍ରଥମରେ ହେଉଛି ଅନ୍ୟର ସ୍ତ୍ରୀ କିମ୍ବା ସ୍ୱାମୀଙ୍କୁ ଖରାପ ନଜରରେ ଦେଖିବା ଅବା ତାକୁ ପାଇବାର ଇଚ୍ଛା ରଖିବା ବହୁତ ବଡ଼ ପାପ ହୋଇଥାଏ ଓ ପୁରାଣରେ ଏହାକୁ ସବୁଠୁ ବଡ଼ ଖରାପ କାମ ବୋଲି କୁହାଯାଇଛି। ସାଙ୍ଗମାନେ ଆଜିକା ସମୟରେ ଏହି ଜିନିଷଟି ସବୁଠାରୁ ଅଧିକ ହେଉଛି। ଆଜିକା ସମୟରେ ପର ସ୍ତ୍ରୀ ଉପରେ ଅଲଗା ପୁରୁଷଙ୍କର ନଜର ରହୁଛି, ଅଲଗା ପୁରୁଷଙ୍କ ଉପରେ ବାହାର ସ୍ତ୍ରୀ ଲୋକଙ୍କର ମଧ୍ୟ ନଜର ରହୁଛି। ଏଠି ସମସ୍ତେ ସମସ୍ତଙ୍କ ପାଇଁ ଖରାପ, କେହି କାହା ପାଇଁ ଠିକ୍ ନୁହନ୍ତି। ସମସ୍ତଙ୍କର ନଜର ଏଠି ଖରାପ ରହୁଛି। ସେଥିପାଇଁ ଏଠି ଝିଅକୁ ମଧ୍ୟ ଭଲ ହେବାର ଅଛି, ପୁଅକୁ ମଧ୍ୟ ନିଜକୁ ସୁଧାରିବାର ଅଛି। ଦ୍ୱିତୀୟରେ ହେଉଛି ଅନ୍ୟର ଧନ ଉପରେ ନଜର ରଖିବା ବା ଅନ୍ୟର ଧନକୁ ହରଣ କରିବାର ଇଚ୍ଛା ରଖିବା ଭଗବାନ ଶିବଙ୍କ ନଜରରେ କ୍ଷମାହୀନ ଅଟେ ଓ ଅପରାଧ ମଧ୍ୟ ଅଟେ। ଅନ୍ୟର ଧନକୁ ସର୍ବଦା ମାଟି ସମାନ ଭାବିବା ଆବଶ୍ୟକ। ସାଙ୍ଗମାନେ ତୃତୀୟରେ ହେଉଛି କୌଣସି ନିର୍ଦ୍ଦେଶ ଅବା କମଜୋର ଲୋକଙ୍କୁ କଷ୍ଟ ଦେବା, କ୍ଷତି ପହଞ୍ଚାଇବା ଅବା ତାର ଧ୍ୟାନ ଲୁଣ୍ଠନ କରିବା, ତାହାର କାମରେ ବାଧା ଆଣିବାର ଯୋଜନା ବନାଇବା, ଏମିତି ଖରାପ ଚିନ୍ତା ରଖୁଥିବା ମଣିଷ ଉପରେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ଏବଂ ତାହାକୁ କେବେ ବି କ୍ଷମା କରନ୍ତି ନାହିଁ। ସାଙ୍ଗମାନେ ଯଦି ଆମେମାନେ କୌଣସି ଲୋକକୁ ଠକିଥାଉ, କୌଣସି ଲୋକକୁ ଆମେ ହଇରାଣ କରିଥାଉ, କୌଣସି ଲୋକକୁ ଆମେ ଅସୁବିଧାରେ ପକାଇବା ପାଇଁ ଯୋଜନା କରିଥାଉ, ତାହେଲେ ଭଗବାନ ଶିବଶଙ୍କର କେବେ ବି ହେଲେ
ଖୁସି ହୋଇନଥାନ୍ତି। ଯଦି ଯେକୌଣସି ଲୋକ ଏମିତି କାମ କରିଥାନ୍ତି ସେମାନଙ୍କ ଜୀବନରେ ସେମାନେ ବହୁତ କଷ୍ଟ ପାଇଥାନ୍ତି, ସେମାନଙ୍କ ଜୀବନରେ କେବେ ବି ହେଲେ ସେମାନେ ଖୁସିରେ ରହିପାରିନଥାନ୍ତି। ତ ସେଥିପାଇଁ ଯଦି ଆପଣମାନେ ବି କେବେ କାହାକୁ ଏମିତି କରିବା ପାଇଁ ମନରେ ଚିନ୍ତା କରୁଛନ୍ତି, କାହାକୁ ଅସୁବିଧାରେ ପକାଇବା ପାଇଁ ଭାବୁଛନ୍ତି, ତାହେଲେ ନିଜକୁ ବଦଳାଇ ଦିଅନ୍ତୁ। ନହେଲେ ଆପଣମାନେ ମଧ୍ୟ ଗୋଟାଏ ସମୟରେ ଅସୁବିଧାରେ ପଡ଼ିପାରନ୍ତି। କାରଣ ପ୍ରଭୁ ଶିବ ଶଙ୍କର କେବେ ବି ହେଲେ ଏସବୁ ଜିନିଷକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଆମମାନଙ୍କୁ ବଦଳିବାକୁ ପଡ଼ିଥାଏ। ସାଙ୍ଗମାନେ, ଚତୁର୍ଥରେ ହେଉଛି କେବେ ବି କୌଣସି ନାରୀଙ୍କୁ ଖରାପ ନଜରରେ ଦେଖିବା କଥା ନୁହେଁ। ଏମିତି ଖରାପ କାମ କରିଥିବା ମଣିଷ କେବେ ବି ସାଂସାରିକ ସୁଖ ଭୋଗି ନଥାଏ, ନା ଧନ ଦ୍ୱାରା କେବେ ବି ସନ୍ତୁଷ୍ଟ ହୋଇପାରେ ନଥାଏ। ସାଙ୍ଗମାନେ, ଆଜିକାଲି ପୁଅ ପିଲାମାନଙ୍କୁ ମୁଁ ଗୋଟିଏ କଥା କହିଦେବାକୁ ଚାହୁଁଛି, କୌଣସି ନାରୀଙ୍କୁ ଖରାପ ନଜରରେ ଦେଖନ୍ତୁ ନାହିଁ। ଯଦି ଆପଣମାନେ କୌଣସି ନାରୀକୁ ଖରାପ ନଜରରେ ଦେଖୁଛନ୍ତି, ତାହେଲେ ଆପଣମାନେ ନିଜ ଜୀବନରେ କିଛି ବି କରିପାରିବେ ନାହିଁ। ସବୁବେଳେ ଆପଣମାନେ ଅସୁବିଧାରେ ରହିବେ। କେବେ ବି ହେଲେ ତୁମେମାନେ ନିଜ ଜୀବନରେ ସଫଳତା ପାଇପାରିବ ନାହିଁ। ତୁମେମାନେ ଯେତେ ବି ରୋଜଗାର କର, କେବେ ବି ହେଲେ ସେ ଟଙ୍କା ତୁମମାନଙ୍କୁ ଅଣ୍ଟିବ ନାହିଁ। କାରଣ ଯେଉଁମାନେ ନାରୀଙ୍କ ଉପରେ ଖରାପ ନଜର ପକାଇଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ବହୁତ ରାଗିଥାନ୍ତି। ସେଥିପାଇଁ କେବେ ବି ହେଲେ ସେ ଲୋକକୁ ଧନ ଲାଭ ହୋଇନଥାଏ, କେବେ ବି ହେଲେ ସେ ଲୋକ ପାଖରେ ଟଙ୍କା ରହିନଥାଏ। ସବୁବେଳ ପାଇଁ ଟଙ୍କାର ଅସୁବିଧା ତାଙ୍କ ପାଖରେ ଦେଖା ଦେଇଥାଏ। ସାଙ୍ଗମାନେ, ପଞ୍ଚମରେ ହେଉଛି ଭଲ ରାସ୍ତା ଛାଡ଼ି ଖରାପ ରାସ୍ତାରେ ପାଦ ଦେବା ପାପ କରିବା ସହିତ ସମାନ ଅଟେ ଏବଂ ଏହିପରି ମଣିଷକୁ ଭଗବାନ ଶିବ କ୍ଷମାର ପାତ୍ର ଭାବନ୍ତି ନାହିଁ। ସାଙ୍ଗମାନେ, ଯେଉଁମାନେ ଖରାପ ରାସ୍ତାରେ ପାଦ ଦେଇଥାନ୍ତି, ଯେଉଁମାନେ ଖରାପ କାର୍ଯ୍ୟ କରିଥାନ୍ତି, ଯେଉଁମାନେ ସବୁବେଳ ପାଇଁ ଲୋକମାନଙ୍କୁ ହଇରାଣ କରିଥାନ୍ତି, ସେମାନଙ୍କୁ ଭଗବାନ କେବେ ବି ହେଲେ କ୍ଷମା କରନ୍ତି ନାହିଁ। ସେମାନଙ୍କୁ କେବେ ବି ହେଲେ ଭଗବାନ ସଫଳତା ଦେଇନଥାନ୍ତି। ତ ସେଥିପାଇଁ ଯଦି ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତାହେଲେ ଖରାପ ରାସ୍ତା ଛାଡ଼ି ଭଲ ରାସ୍ତାକୁ ଆସିଯାଆନ୍ତୁ, ଭଲ କାର୍ଯ୍ୟ କରନ୍ତୁ। ଷଷ୍ଠରେ ହେଉଛି ମା ବାପାଙ୍କୁ କ୍ଷତି ପହଞ୍ଚାଉଥିବା ଓ ତାଙ୍କୁ କଷ୍ଟ ଦେଉଥିବା ମଣିଷକୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ। ଏମିତି କରୁଥିବା ମନୁଷ୍ୟ ଘୋର ପାପୀ ହୋଇଥାଏ। ଏମିତି କରିବା ଈଶ୍ୱରଙ୍କୁ ଦୁଃଖ ପହଞ୍ଚାଇବା ସହିତ ସମାନ ଅଟେ। ଏମିତି ପାପ କୌଣସି ବି ମଣିଷକୁ କରିବା କଥା ନୁହେଁ। ତେବେ ଆପଣମାନେ ଯଦି ଭଗବାନ ଶିବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି, ତେବେ ଏହିସବୁ ପାପଠାରୁ ଦୂରେଇ ରୁହନ୍ତୁ। ସାଙ୍ଗମାନେ, ଯେଉଁ ଛୁଆମାନେ, ଯେଉଁ ପିଲାମାନେ ନିଜ ବାପା ମା ମାନଙ୍କୁ କଷ୍ଟ ଦେଇଥାନ୍ତି, ନିଜ ବାପା ମା ମାନଙ୍କୁ ଖୁସିରେ ରଖିପାରିନଥାନ୍ତି, ନିଜ ବାପା ମା ମାନଙ୍କୁ ଦିନକୁ ଦୁଇ ଓଳି ଖାଇବାକୁ ଶାନ୍ତିରେ ଦେଇପାରିନଥାନ୍ତି, ସେଭଳି ପିଲାମାନେ ତାଙ୍କ ଜୀବନରେ କେବେ ବି ହେଲେ କିଛି କରିପାରିନଥାନ୍ତି। ପ୍ରଭୁ ଶିବ ଶଙ୍କର କେବେ ବି ହେଲେ ସେମାନଙ୍କୁ କ୍ଷମା କରିନଥାନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ଗୋଟିଏ କଥା କହିଦେବାକୁ ଚାହୁଁଛି, ଜୀବନରେ ଯେତେ ବି ଦୁଃଖ କଷ୍ଟ ଆସୁ, କିନ୍ତୁ ବାପା ମାଆଙ୍କୁ କେବେ ବି ହେଲେ ଦୁଃଖ ଦେବେ ନାହିଁ। ବାପା ମାଆଙ୍କୁ କେବେ ବି ହେଲେ ନିଜ ପାଖରୁ ଦୂରେଇ ଦେବେ ନାହିଁ। କାରଣ ବାପା ମା ହେଉଛନ୍ତି ଆମର ପ୍ରଥମ ଭଗବାନ, ଯିଏ ଆମକୁ ଜନ୍ମ ଦେଇଛନ୍ତି, ଯିଏ ଆମକୁ ଏ ପୃଥିବୀ ଦେଖେଇଛନ୍ତି। କେମିତି ଆମେ ତାଙ୍କୁ ଦୁଃଖ କଷ୍ଟରେ ରଖିପାରିବା, କେମିତି ଆମେ ତାଙ୍କୁ ଆମ ପାଖରୁ ଦୂରେଇ ଦେଇପାରିବା। ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟିଏ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।